ମୁଁ ଆପଣମାନଙ୍କ ପାଇଁ ଆଜି ଗୋଟେ ଶାନଦାର ଭିଡ଼ିଓ ଆଣିଛି ଟମାଟୋ ପିଆଜ ଜରା। ଆଉ ଦେଖନ୍ତୁ ଗୋଟେ କଢ଼େଇ ବସାଇ ଦେଇଛି, କିଛି ତେଲ ବି ପକାଇଦେଲି, ଆଉ ତେଲକୁ ଗରମ ହେବାକୁ ଦେଲି। ଆଉ ଏଠି କାଟିକି ରଖିଛି ଟମାଟୋ, ପିଆଜ ଆଉ କଞ୍ଚା ଲଙ୍କା। ଆଉ ତାପରେ ଗରମ ହେଇସାରିଲା ପରେ ତେଲ, ଜିରା ଆଉ ସୋରିଷ ଦେଇଦେଇଛି। ଫୁଟି ସାରିଲା ପରେ କଞ୍ଚା ଲଙ୍କା ବି ଦେଇଦେଲି। କଞ୍ଚା ଲଙ୍କା ଟିକେ ଫ୍ରାଏ ହେଲା ପରେ ଆମେ ଏଠି କାଟିକି ରଖିଥିବା ପିଆଜକୁ ବି ଦେଇଦେବା। ପିଆଜ ଦେଇ ସାରିଲା ପରେ ତାକୁ ଟିକେ ଫ୍ରାଏ କରିଦେବା। ପିଆଜର କଞ୍ଚା ସ୍ମେଲ୍ ଯେମିତି ପଳେଇଯିବ, ବେଶୀ ଫ୍ରାଏ ହେବନି, ଜଷ୍ଟ ଟିକେ ନାଲି ପଡ଼ିବା ପର୍ଯ୍ୟନ୍ତ ଫ୍ରାଏ କରିବା। ଆଉ ଦେଖନ୍ତୁ ଏପଟ ସେପଟ କରି ଭାଜିଦେଲି। ଆଉ ଦେଖନ୍ତୁ ଏଠି ଟିକେ ନାଲି ବି ପଡ଼ିଯାଇଛି। ଏଠି କାଟିକି ରଖିଥିବା ଟମାଟରକୁ ଦେଇଦେଲି। ଟମାଟରକୁ ବି ଟିକେ ଭଲ ଭାବେ ଫ୍ରାଏ କରିଦେଲି। ତାପରେ ଜଷ୍ଟ ଟିକେ ହଳଦୀ ଆଉ ସ୍ୱାଦ ଅନୁସାରେ ଲୁଣ ଦେଇକି ଫ୍ରାଏ କରିଦେଲି। ଫ୍ରାଏ କରିସାରିଲା ପରେ ଦେଖନ୍ତୁ କିଛି ଗୋଟା ରସୁଣ ଦେଇଦେଇଛି। ରସୁଣଟା ବହୁତ ଭଲ ଫ୍ଲେଭର ଆସେ। ତାପରେ ରେଡ଼ି ହେଇଗଲା ଆମର ଟମାଟୋ ପିଆଜ ଜରା।